ତେଣୁ ଆମେ ଜଗନ୍ନାଥ କହିଲା କ'ଣ କହିଲା ଭଗବାନଙ୍କୁ ମଣିଷ ସୃଷ୍ଟି କରିଛି ନା ମଣିଷ ଜଗନ୍ନାଥ ସୃଷ୍ଟି କରିଛି। ଆଜି ଆମେ ଭଗବାନ କହିଲେ ମଣିଷ ଭଗବାନ ସୃଷ୍ଟି କରୁଛି, ମନ୍ଦିର ସୃଷ୍ଟି କରୁଛି, ରାମ ମନ୍ଦିର କରୁଛି, କୃଷ୍ଣ ମନ୍ଦିର କରୁଛି। ତେଣୁ ଆମେ ଭଗବାନ ଆମର ବଶବର୍ତ୍ତୀ ଅଛନ୍ତି। ତ ଆମେ ଭୁଲିଗଲେ ଯେ ଆମେ ଭଗବାନଙ୍କର ସୃଷ୍ଟ, ଭଗବାନଙ୍କ ବିନା ମଣିଷର ଅସ୍ତିତ୍ୱ ନାହିଁ। ଆମ ଓଡ଼ିଆ ଜାତି ପାଇଁ ଜଗନ୍ନାଥ ହେଉଛନ୍ତି ପରବ୍ରହ୍ମ, ହିନ୍ଦୁ ଧର୍ମ ପାଇଁ ପରବ୍ରହ୍ମ, ଜୀବ ଆଉ ପରମ ଯାହା ରିଲେସନ, ଆତ୍ମା ପରମାତ୍ମାର ସେଇ ରିଲେସନ। ତେଣୁ ଆମେ ସମସ୍ତେ ଭାବିବା ଯେ ଆମର ସମ୍ପର୍କ ପିତା ପୁତ୍ର ସମ୍ପର୍କ, ଭକ୍ତ ଭଗବାନ ସମ୍ପର୍କ, ସେବା କରିବା ଲୋକ ସେବା ଦେବା ସମ୍ପର୍କ। ତେଣୁ ଆମେ ସେବକ ହେଇପାରିବା, ପୁତ୍ର ହେଇପାରିବା, ସନ୍ତାନ ହେଇପାରିବା, ଭକ୍ତ ହେଇପାରିବା। ଭଗବାନ ସହିତ ଆମ ସମ୍ପର୍କ, ଆମେ ଯେଉଁ ରୂପରେ ଭଗବାନଙ୍କୁ ଦେଖିବା ତାର କ'ଣ କରିବା, ଯାହାକୁ ଯେଉଁ ରୂପରେ ଦେଖାଯିବ ସେଇଥିପାଇଁ। ଆପଣମାନେ ଏତେ ଶ୍ଲୋକ ଜାଣିବା ଦରକାର ନାହିଁ, ଏତେ ମନ୍ତ୍ର ଜାଣିବା ଦରକାର ନାହିଁ। ଭଗବାନ ପାଇଁ ଗୋଟିଏ ଜିନିଷ ଭାବ ଭାବ ଭାବ। ସତ୍ୟ ଯୁଗରେ ଆମେ ସତ୍ୟ ଧର୍ମ ତ୍ୟାଗ ପ୍ରେମ କରିଥିଲେ। ସତ୍ୟ ଯୁଗ ସତ୍ୟ ନଥିଲା, ଧର୍ମ ଥିଲା। ତ୍ରେତା ଯୁଗରେ ଆମେ ତ୍ୟାଗ କରୁଥିଲେ, ଦ୍ୱାପର ଯୁଗରେ ଆମେ ପ୍ରେମ କରୁଥିଲେ। ଆଉ କଳି ଯୁଗରେ କିଛି ନାହିଁ, ଭାବ ଭାବ ଭାବ। ଆଉ ତ୍ୟାଗ ନାହିଁ, ଧର୍ମ ନାହିଁ, ସତ୍ୟ ନାହିଁ, ପ୍ରେମ ନାହିଁ। ତେଣୁ ଜୀବନର ମଣିଷ ଜୀବନର ଚାରୋଟି ମୂଳ ତତ୍ତ୍ୱ ଆମେ ଛାଡ଼ି ଦେଇଛେ। ଆମ ପାଖରେ ସତ୍ୟ ନାହିଁ, ଧର୍ମ ନାହିଁ, ପ୍ରେମ ନାହିଁ, ଖାଲି ଭାବ ଅଛି। ତେଣୁ ଆମେ କହୁଛେ ଭାବକୁ ନିକଟ। ଗୋଟିଏ ଆମର ଭାବକୁ ନିକଟ ମାଗାଜିନ୍ ବାହାରୁଛି ଦାସିଆ ପୀଠରୁ। ଦାସିଆକୁ କ'ଣ ଜ୍ଞାନ ଥିଲା, କ'ଣ ଜ୍ଞାନ ଥିଲା? ଭଗବାନ ପାଇଁ ଛୋଟ ବଡ଼ ନାହିଁ, ପଣ୍ଡିତ ମୂର୍ଖ ନାହିଁ, ବ୍ରାହ୍ମଣ ଶୂଦ୍ର ନାହିଁ। ତାଙ୍କ ପାଇଁ ସବୁ ସନ୍ତାନ, ତାଙ୍କର ଭକ୍ତ ଆଉ ତାଙ୍କର ସୃଷ୍ଟ, ସେଇମାନେ ସମସ୍ତେ ଭଗବାନଙ୍କର ଅଂଶ। ତେଣୁ ଆମେ ଜାଣିବା ଆମେ ସେଇ ଜ୍ଞାନ ତତ୍ତ୍ୱର, ବ୍ରହ୍ମ ତତ୍ତ୍ୱର, ଭକ୍ତି ତତ୍ତ୍ୱର, ଜ୍ଞାନ ସଂକ୍ରମଣ ଅଂଶ। ଯଦି ଆମେ ଭଗବାନଙ୍କୁ ବ୍ରହ୍ମ ଭାବେ ଭଗବାନ, ଯଦି ଭଗବାନଙ୍କୁ ଯଶୋଦା କୃଷ୍ଣ କ'ଣ ହଉଥିଲେ? ବ୍ରହ୍ମ। ପ୍ରହ୍ଲାଦ କ'ଣ ହଉଥିଲା? ବ୍ରହ୍ମ ତ କେହି ଦେଖିନାହାନ୍ତି। ଯେମିତି ଅନ୍ଧ ଭଗବାନଙ୍କୁ ବିଶ୍ୱାସ କର, ଭଗବାନ ଅସୀମ ଅନନ୍ତ ଅରୂପ, ତାହେଲେ ଆମେ ଭଗବାନର ଆକାର ପକେଇ ଆମେ ଭାବୁଛେ ଆମେ ତାଙ୍କର ସୃଷ୍ଟି କରୁ। କି ଅଗେନ୍ଦ୍ର କଥା, କି ଅଦ୍ଭୁତ କଥା, କି ଆଶ୍ଚର୍ଯ୍ୟ କଥା। ଆମେ ଭାବୁଛେ ଆମେ ମନ୍ଦିର ତିଆରି କରୁଛେ, ଭଗବାନଙ୍କୁ ତିଆରି କରୁଛେ, ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଦେଉଛେ। କିନ୍ତୁ ଆମେ ଜାଣିନେ ସବୁ ଚଲଉଛନ୍ତି। ତାର କ'ଣ କରେ? ସ୍ୱର୍ଗ ମର୍ତ୍ତ, ତାଙ୍କ ଆଖି କୋଟି, ତାଙ୍କ ପେଟ କୋଟି, ଆଖି ନାହିଁ, କାନ ନାହିଁ, ତାଙ୍କ ନାହିଁ। ଭଗବାନ କ'ଣ କଲେ? ଖାଉଛନ୍ତି, ବିନା କାମରେ ଶୁଣୁଛନ୍ତି। ତ ସେ ସବୁ ଜିନିଷ ଆମର ଜଗନ୍ନାଥ ଦତ୍ତ